ଗୋଟିଏ ସୁନ୍ଦର ଚାଷୀ ଥିଲା। ତାହାର ନାମ ଥିଲା ରାମୁ। ରାମୁ ଜଣେ ଭଲ ମଣିଷ ଥିଲା। ସେ ପକ୍ଷୀ ପଶୁକୁ ବହୁତ ଭଲ ପାଉଥିଲା। ସିଏ ନିତିଦିନିଆ ଚାଷ କରି ଗାଈ ଗୋରୁକୁ ଚରେଇବାକୁ ନେଉଥିଲା। ତାହାରି ପାଖରେ ଗୋଟିଏ ସୁନ୍ଦର ଚଢ଼େଇ ଥିଲା। ତା ନାଁ ହେଲା ବାଇ ଚଢ଼େଇ। ଆଉ ବାଇ ଚଢ଼େଇର ଗୋଟିଏ ଛୁଆ ଥିଲା ଟିକି। ରାମୁର ଘର ସାମ୍ନାରେ ଗୋଟିଏ ଲିମ୍ବ ଗଛ ଥିଲା। ସେଇ ଲିମ୍ବ ଗଛରେ ରହୁଥିଲା ବାଇ ଚଢ଼େଇ ଆଉ ତା ଝିଅ ଟିକି। ରାମୁ ସବୁବେଳେ ସ୍ନେହରେ ବାଇ ଚଢ଼େଇକୁ କହେ, ବାଇ ଚଢ଼େଇ ଆରେ ବାଇ ଚଢ଼େଇ, ଆମେ ଗାଈ ଚରେଇବାକୁ ଯିବା। ରାମୁ ଓ ବାଇ ଚଢ଼େଇ ନିତିଦିନିଆ ସବୁବେଳେ ଗାଈ ଚରେଇବାକୁ ଯାଆନ୍ତି। ବାଇ ଚଢ଼େଇ ମଧ୍ୟ ଯେତେବେଳେ ରାମୁ ତାକୁ ଡାକିଦିଏ ସ୍ନେହରେ, ସେତେବେଳେ ସିଏ ତା ପାଖକୁ ଧାଇଁ ଧାଇଁ ଉଡ଼ିଯାଏ। ଆଉ ତା ଖାନ୍ଦ ଉପରେ ବସେ ସ୍ନେହରେ ତା ଚୁଇଁ ଚୁଇଁ ଶବ୍ଦରେ, ଯେମିତି ସତେ କୁହେ, ଚାଲ ଆମେ ଏବେ ଯିବା ଗାଈ ଚରେଇବାକୁ। ସେ ସବୁବେଳେ ଗାଈ ଚରେଇ ଯିବା ପୂର୍ବରୁ ଟିକି ଚଢ଼େଇକି କୁହେ, ତୁ ଖୁସିରେ ରହିବୁ, ଜମା ଦୁଷ୍ଟାମି କରିବୁ ନାହିଁ। ରୁବି ସହିତ ଖେଳିବୁ ଆଉ ତାହାରି ସାଙ୍ଗରେ ଥିବୁ। ରୁବି ହେଉଛି ରାମୁର ଝିଅ। ରୁବି ମଧ୍ୟ ସବୁବେଳେ ତାଙ୍କରି ବାରଣ୍ଡା ଉପରେ ବସି ଟିକି ଚଢ଼େଇ ସହିତ ଗେଲ ହୁଏ। କାରଣ ଛୋଟବେଳୁ ରବିର ମା ନଷ୍ଟ ହୋଇ ଯାଇଥିଲେ। ସେଥିପାଇଁ ସିଏ ସବୁବେଳେ ତାରି ବାପାଙ୍କ ସହିତ ଆଉ ଟିକି ଚଢ଼େଇ ଓ ତା ମା ବାଇ ଚଢ଼େଇ ସହିତ ରୁହନ୍ତି। ଦିନଭର ତ ରାମୁ ଗାଈ ଚରେଇବାକୁ ଯାଏ ଆଉ ତାରି ସହିତ ବାଇ ଚଢ଼େଇ। ସେଥିପାଇଁ ଦୁହେଁ ବସି ଥଟ୍ଟା ମଜା ଗେଲ କରନ୍ତି। ଦୁହେଁ ଦୁହିଁଙ୍କ କଥା ନ ବୁଝିପାରିଲେ କ'ଣ ହେଲା, ଦୁହେଁ ଦୁହିଁଙ୍କୁ ଅତି ଭଲ ପାଆନ୍ତି। ରାମୁ ଆଉ ବାଇ ଚଢ଼େଇ ନିତି ସକାଳେ ଗାଈ ଚରେଇବାକୁ ନିଅନ୍ତି ଆଉ ସନ୍ଧ୍ୟା ହେଲେ ସେମାନେ ଘରକୁ ଫେରି ଆସନ୍ତି। ଏମିତି ତାଙ୍କର ନିତିଦିନିଆ କାମରେ ସେ ବହୁତ ଖୁସିରେ ରହୁଥିଲେ। ଏମିତି ଗୋଟିଏ ଦିନ ଦୁର୍ଘଟଣା ଘଟିଗଲା। ବାଇ ଚଢ଼େଇ ପାଖରେ ବୁଲୁ ବୁଲୁ କୁଆଡ଼େ କେଜାଣି ଚାଲିଗଲା। ରାମୁ ମଧ୍ୟ ଗାଈ ବାଛୁରୀ ସବୁକୁ ଛାଡ଼ି ମନେ ବସି କହିଲା, କୁଆଡ଼େ ଗଲୁ ବାଇ ଚଢ଼େଇ? ଆ ମୋ ପାଖକୁ ଫେରିଆ। ମୁଁ ତୋତେ ଖୋଜି ଖୋଜି ଜମା ବି ପାଉନି। ତୁ କୁଆଡ଼େ ଗଲୁ? ତୋର କ'ଣ ହେଲା? ତୁ ସବୁବେଳେ ତ ମୋରି ସାଥିରେ ରହୁ। ଏବେ ମୁଁ କ'ଣ କରିବି? ଟିକି ଚଢ଼େଇକୁ କ'ଣ କହିବି? ତା ମାଆକୁ ହଜେଇ ଦେଇଛି। ହେ ପ୍ରଭୁ, କିଛି କର। ମୋ ଟିକି ଚଢ଼େଇ ବହୁତ କାନ୍ଦିବ ତା ମାଆକୁ ନ ପାଇ। ସେ ତା ମାଆକୁ ବହୁତ ଭଲ ପାଏ। ରାମୁ ହାତ ଯୋଡ଼ି ଭଗବାନଙ୍କୁ ଗୁହାରି କରିବାକୁ ଲାଗିଲା, ହେ ପ୍ରଭୁ, ବାଇ ଚଢ଼େଇକୁ ଭଲରେ ରଖିଥାଅ, ତାର କିଛି ଅସୁବିଧା କର ନାହିଁ। ଆରେ ବାପା, ଗାଈ ବାଛୁରୀ କୁଆଡ଼େ ଗଲେ? ବାଇ ଚଢ଼େଇ କୁଆଡ଼େ ଗଲା? ତୁମେ ଏକୁଟିଆ କାହିଁକି ଆସୁଛ? ଆରେ ମା, ମୁଁ କ'ଣ କହିବି? ବାଇ ଚଢ଼େଇ କୁଆଡ଼େ ହଜି ଯାଇଛି। ତାକୁ ମୁଁ ଖୋଜି ଖୋଜି ଥକି ଗଲିଣି, ହେଲେ ଜମା ପାଉନି। ହଁ, ତମେ କ'ଣ କହୁଛ ବାପା? ଟିକି ଚଢ଼େଇ ଯଦି ଏକଥା ଏବେ ଜାଣିବ, ତାର କ'ଣ ହବ? ସେ ବହୁତ କାନ୍ଦିବ। ସେଇ ସମୟରେ ମଧ୍ୟ ଟିକି ଚଢ଼େଇ ଉଡ଼ି ଉଡ଼ି ତାଙ୍କରି ଆଡ଼କୁ ଆସିଲା। ଆଉ ବାପା ରୁବି ଦେଖି ଡରିଗଲେ। ଏବେ କ'ଣ ହବ? ରାମୁ ସଙ୍ଗେ ସଙ୍ଗେ କହିଲା, ଟିକି ଚଢ଼େଇ, ତୁ ମୋତେ କ୍ଷମା କରିଦେ। ତୋ ମାଆ କୁଆଡ଼େ ଚାଲି ଯାଇଛି, ମୁଁ ଜମା ପାଉନାହିଁ। ମୁଁ ଅତି ଶୀଘ୍ର ତୋ ପାଖକୁ ଆଣିବି। ତୁ ଜମା ବ୍ୟସ୍ତ ହନା। ତୋ ମାଆକୁ ମୁଁ ଖୋଜିକି ନିହାତି ଆଣିବି। ଏମିତି ଟିକି ଚଢ଼େଇକୁ କହିବାକୁ ଲାଗିଲେ। ବାପା ଶୁଣୁଛ? ତୁମେ କିଛି ଦିନ ହେଲାଣି କିଛି ଖାଇନ। ମୋ କଥା ଶୁଣିପାରୁଛ ନା ନାହିଁ? ରାମୁ ମଧ୍ୟ ଗୁଣ ଗୁଣ ହେବାକୁ ଲାଗିଲା, ବାଇ ଚଢ଼େଇ ଆ। ଏସବୁ ଦେଖି
ରୁବି ପୁରା ଡରିଗଲା। ବାପାଙ୍କ ଅବସ୍ଥା ଆଉ ଦେଖି ହଉନାହିଁ। ମୁଁ ଏବେ କ'ଣ କରିବି? ବାପା ମୁଣ୍ଡ ଖରାପ ହେଇଗଲାଣି ବୋଧେ। ମୋତେ କିଛି ରୁବି ଟିକି ଚଢ଼େଇ ପାଖକୁ ବି ଗଲା। ଆରେ ଟିକି ଚଢ଼େଇ, ତୁ ବି ମନ ଦୁଃଖରେ ବସିଛୁ। ବାପା ବି ସେପଟେ ମନ ଦୁଃଖରେ ବସିଛନ୍ତି। ତମ ଦି ଜଣଙ୍କ ଦୁଃଖ ଦେଖି ମୁଁ ଜମା ସହିପାରୁନି। ମୋତେ ହିଁ କିଛି କରିବାକୁ ପଡ଼ିବ। ମୋତେ ବାଇ ଚଢ଼େଇକୁ ଖୋଜି ଆଣି ତୁମମାନଙ୍କୁ ଦେବାକୁ ପଡ଼ିବ। ଏମିତି ତା ମନରେ ଭାବିଲା। ରୁବି ଗାଁ ଲୋକଙ୍କଠୁ ଶୁଣିଥିଲା ସେ ଜଙ୍ଗଲ ପାହାଡ଼ ପଟେ ଗୋଟିଏ ବାବା ରହୁଥିଲେ, ଯିଏକି ତାଙ୍କ ଧ୍ୟାନରେ ସବୁ ଖୋଜି ପାଉଥିଲେ। ମୋତେ ବାପାଙ୍କ ପାଇଁ ଆଉ ଟିକି ଚଢ଼େଇ ପାଇଁ ବାବାଙ୍କ ପାଖକୁ ଯିବାକୁ ପଡ଼ିବ। ଆଉ ତାଙ୍କଠୁ ଖବର ନେଇ ମୋତେ ବାଇ ଚଢ଼େଇକୁ ଖୋଜିବାକୁ ପଡ଼ିବ। ଏମିତି କହି ସେ ସେଠାରୁ ଯିବାକୁ ଲାଗିଲା। ସେ କାହାକୁ କିଛି ନ ଜଣାଇ ସେଠାରୁ ଯିବାକୁ ଲାଗିଲା। ସେ ଚାଲୁ ଚାଲୁ ସୁନସାନ ରାସ୍ତା, ଭୟଙ୍କର ଜଙ୍ଗଲ, ଛୋଟ ଛୋଟ ଫୁଲ ଫୁଟିଥିବା ରାସ୍ତା ଦେଇ ଗଲା। ସେ ଜାଣିନଥାଏ କୁଆଡ଼େ ଯିବି। ଗାଁ ଲୋକଙ୍କଠୁ ଯାହା ବି କିଛି ଶୁଣିଥିଲା ସେହି ଅନୁସାରେ ସେ ରାସ୍ତାରେ ଚାଲି ଚାଲି ଯିବାକୁ ଲାଗିଲା। ଆରେ ଏଇଠି ଗୋଟିଏ ଛୋଟ ଘର ଅଛି। ତାରି ଭିତରେ ଲାଇଟ୍ ମଧ୍ୟ ଲାଗୁଛି। ମୋତେ ଲାଗୁଛି ଏଇଠି ବୋଧେ ବାବା ଅଛନ୍ତି। ସେହି ସମୟରେ ମଧ୍ୟ ବାବା ତାଙ୍କ ପାଖକୁ ଚାଲି ଚାଲି ଆସିଲେ। ଆରେ ଏ ସୁନସାନ ଜଙ୍ଗଲରେ ତୁମେ କିଏ? ଏତେ ଛୋଟ ଝିଅ, ଏ ଜଙ୍ଗଲକୁ ତୁମେ କାହିଁକି ଆସିଛ? ତମର ଅସୁବିଧା କ'ଣ ହେଇଛି? ବାବା, ମୁଁ ଶୁଣିଛି ଆପଣ ଧ୍ୟାନରେ କିଛି ବି ଦେଖିପାରନ୍ତି। ସେଥିପାଇଁ ମୁଁ ଆପଣଙ୍କ ପାଖକୁ ଆସିଛି। ବାବା, ଦୟାକରି ମୋ ବାଇ ଚଢ଼େଇ କେଉଁଠି ଅଛି? କେମିତି ଅଛି କୁହନ୍ତୁ। ଭଲରେ ଅଛି ନା ଖରାପରେ? ତାର କିଛି ହେଇ ତ ନାହିଁ? ତାରି ପାଇଁ ବାବା ଆଉ ଟିକି ଚଢ଼େଇ ବହୁତ ଅସୁସ୍ଥ ହେଇଗଲେଣି। ତାଙ୍କ ଦେହ ମଧ୍ୟ ବହୁତ ଖରାପ ହେଇଗଲାଣି। ସାହାଯ୍ୟ କରନ୍ତୁ ବାବା। ବାବା ମଧ୍ୟ ବହୁତ ଆଶ୍ଚର୍ଯ୍ୟ ହେଇଗଲେ, କାରଣ ସେ ଜଙ୍ଗଲକୁ ପ୍ରଥମେ କାହାକୁ ଆସିବାର ଦେଖିନଥିଲେ। ଆଉ ତାଙ୍କ କଥା ବି ବହୁତ ଦିନ ହେଲାଣି ବୁଡ଼ି ଯାଇଥିଲା। ସେ ତା ସ୍ନେହ ଆଉ ତା ଭଲ ହୃଦୟ ଆଉ ତା କୁନି ମୁହଁକୁ ଦେଖି କହିଲେ, ଆଚ୍ଛା ଠିକ୍ ଅଛି ମା, ମୁଁ ତୋତେ ସାହାଯ୍ୟ କରିବି। ସେ ତାଙ୍କ ଧ୍ୟାନ ବଦଳରେ ସବୁ ଦେଖିଲେ। ଶୁଣ, ଗୋଟିଏ ଅସୁର ଅଛି। ସେଦିନ ବାଇ ଚଢ଼େଇ ଚରୁ ଚରୁ ତାରି ଅଗଣାରେ ଖୁଦ ଖାଇବାକୁ ଯାଇଥିଲା। ସେଇଠି ହିଁ ଅସୁର ଜାଲ ପକେଇ ତାକୁ ଧରିଥିଲା। ହେଲେ ବାବା, ଏବେ କ'ଣ ସେ ମରିଯାଇଛି? ନା, ସିଏ ମରିନି। ଅସୁର ତାକୁ ଖାଇ ନଥିଲା। ଶୁଣ କୁନି ଝିଅ, ମୁଁ ତତେ ତାର ରାସ୍ତା ବତେଇ ଦେବି। ତୁ ତା ପାଖକୁ ଯାଇ ତାକୁ ବଞ୍ଚେଇବୁ। ନହେଲେ ସେ ଅସୁର ତୋ ବାଇ ଚଢ଼େଇକୁ ଖାଇଦବ। ରୁବି ସେଠାରୁ ଯାଇ ଅସୁର ଘର ପାଖରେ ଲୁଚିକି ଝରକା ପାଖରେ ଦେଖିଲା। ହେଇରେ ବାବା ରେ ବାବା, ଏ ଅସୁର ସତରେ କେତେ ବଡ଼ ହେଇଛି। ସିଏ ତ ଏବେ ମୋ ବାଇ ଚଢ଼େଇକୁ ଖାଇଦବ। ମୁଁ ଏବେ କ'ଣ କରିବି? ମୋତେ କିଛି ଗୋଟେ କରିବାକୁ ପଡ଼ିବ। ଅସୁର ମଧ୍ୟ ପାଣି ଡେକ୍ଚିରେ ପାଣି ଗରମ କରୁଛି। ଆଉ ତା ମନେ ମନେ ଭାବୁଛି, ବହୁତ ଛନଛନିଆ ଚଢ଼େଇଟା ହେଇଛି ମୁଁ। ଆଜି ତାକୁ ରାନ୍ଧିକି ଖାଇବି। ଆଜି ବହୁତ ସୁନ୍ଦର ଲାଗିବ। ବହୁତ ମଜା ଆସିଯିବ। ଅସୁର ଏମିତି ମନେ ମନେ କହିଲା। ତାର ହଠାତ୍ ବାହାରକୁ କାମ ପଡ଼ିଲା। ରହ, ମୁଁ ଆସୁଛି। ବାହାରେ ମୋର କିଛି କାମ ଅଛି। ତାପରେ ମୁଁ ତୋତେ ଖାଇବି ଆଉ। ଏମିତି କହି ଯିବାକୁ ଲାଗିଲା। ରୁବି ଏହାର ହିଁ ତ ମଉକା ଖୋଜୁଥିଲା। ଅସୁର ଯିବା ସଙ୍ଗେ ସଙ୍ଗେ ରୁବି ଘର ଭିତରକୁ ଧାଇଁଲା।
ତୁ ଜମାରୁ ବ୍ୟସ୍ତ ହନା ଭାଇ ଚଢ଼େଇ, ମୁଁ ତତେ ଏଠାରୁ ନେଇଯିବି। ତୋର ମୁଁ କିଛି ହବାକୁ ଦେବିନି। ଚାଲ ଚାଲ ଚାଲ, ଆମେ ଶୀଘ୍ର ଏଠାରୁ ପଳେଇବା ଚାଲ। ଦୁହେଁ ମିଶି ସେଠାରୁ ଦୌଡ଼ିବାକୁ ଲାଗିଲେ। ଏପଟେ ବାବା ଆଉ ଟିକି ଚଢ଼େଇ ବହୁତ ବ୍ୟସ୍ତରେ ଥିଲେ। ରୁବି କୁଆଡ଼େ ଚାଲି ଯାଇଛି? ରୁବି, ତୁ କୁଆଡ଼େ ଚାଲି ଯାଇଥିଲୁ? ଟିକି ଚଢ଼େଇ, ହେଇ ଦେଖ ତୋ ମା ଆସିଲାଣି। ବାଇ ଚଢ଼େଇ, ତୁ କୁଆଡ଼େ ଚାଲି ଯାଇଥିଲୁ ମୋତେ ଛାଡ଼ି? ମୁଁ ତୋ ପାଇଁ ବହୁତ ଦୁଃଖରେ ଥିଲି। ତୋର କିଛି ହେଇନି ନା? ତୁ ବହୁତ ଭଲରେ ଅଛୁ। ଏମିତି କହିବାକୁ ଲାଗିଲା। ବାଇ ଚଢ଼େଇ ଓ ଟିକି ଚଢ଼େଇ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ। ଟିକି ଚଢ଼େଇ ତା ମାଆକୁ ଦେଖି ସ୍ନେହ କରିବାକୁ ଲାଗିଲା। ଆଉ ରୁବି ତା ବାବାକୁ ସବୁ କଥା କହିଲା। ବାବା, ତୁମେ ଜାଣିଛ, ସେ ବାବାଙ୍କ ପାଖକୁ ମୁଁ ଯାଇଥିଲି। ବାବା ବାଇ ଚଢ଼େଇ ବିଷୟରେ ମୋତେ ସବୁ କହିଲେ। ଯଦି ମୁଁ ସେହି ସମୟରେ ନ ପହଞ୍ଚିଥାନ୍ତି, ତେବେ ବାଇ ଚଢ଼େଇକୁ ସେ ଅସୁର ଖାଇ ଦେଇଥାନ୍ତା। ଆରେ ବାଇ ଚଢ଼େଇ, ରୁବି ଥକି ଯାଇଥିଲା। ପିରଣ୍ଡା ଉପରେ ବସି ତା ବାବାକୁ ସବୁ ସତ କଥା କହିଲା। ବାବା ମଧ୍ୟ, ତୁ ମୋର ସାହସୀ ଝିଅ, ତୁ ଥିଲେ ମୁଁ କାହାକୁ ବା ଡରିବି, ଏମିତି କହିଲା। ଆଉ ରୁବି ମଧ୍ୟ ହସିବାକୁ ଲାଗିଲା। ଠିକ୍ ଅଛି ବାବା, ମୁଁ ତୁମର ସାହସୀ ଝିଅ। ହେଲେ ତୁମେ ଆଗକୁ ଆଉ କେବେ ଏମିତି ମନ ଦୁଃଖରେ ବସିବ ନାହିଁ। ନ ଖାଇ ନ ପିଇ ଝଡ଼ିଗଲଣି। ସେଇ ସମୟରେ ବାଇ ଚଢ଼େଇ ବି ଆସିଲା। ଆଉ ସେମାନେ ଖୁସିରେ ରହିବାକୁ ଲାଗିଲେ।